ଆସୁଛି ବିଶ୍ୱ ନିୟନ୍ତା ଜଗତର ଠାକୁର ଜଗନ୍ନାଥଙ୍କର ବଡ଼ ପର୍ବ ରଥଯାତ୍ରା। ଆଉ ମାତ୍ର ଦିନ କେଇଟା ଅପେକ୍ଷା। ଚଳଚଞ୍ଚଳ ପୁରୀଠୁ ବାରିପଦା। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଏବେ ଚଳଚଞ୍ଚଳ। ରଥ ଖଳାରେ 3 ରଥ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ପ୍ରାୟ ଶେଷ ପର୍ଯ୍ୟାୟରେ। ତେବେ ଆମେ ଦେଖିପାରୁଥିବା ଏଇ ହେଉଛି ଯୋଉ ଦ୍ୱିତୀୟ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡର ଦୃଶ୍ୟ, କିଭଳି ଭାବରେ ରଥ କାର୍ଯ୍ୟ ଚାଲିଛି। ରଥ ମହାରଣା ଏବଂ ରଥ ମହାପାତ୍ର ମାନେ ତାଙ୍କର ଯୋଉ କାର୍ଯ୍ୟ ଜାରି ରଖିଛନ୍ତି ଏବଂ ବର୍ତ୍ତମାନ ସମୟରେ ଯେହେତୁ ଆଉ ମାତ୍ର କିଛି ଦିନ ରହିଲା ଯୋଉ ରଥଯାତ୍ରାକୁ, ତେଣୁ ବର୍ତ୍ତମାନ ସମୟରେ କୋଉ କୋଉ କାମ ସବୁ ବାକି ରହିଛି ଏବଂ କଣ କଣ ସବୁ କାମ ହେଇଗଲାନି ସେ ନେଇ ଆମ ସହିତ ଆଲୋଚନା କରିବା ପାଇଁ ଅଛନ୍ତି ଯୋଉ ରଥ ମହାପାତ୍ର ଅଛନ୍ତି, ମୃତ୍ୟୁଞ୍ଜୟ ମହାପାତ୍ର ଆମ ସହିତ ଅଛନ୍ତି। ତାଙ୍କ ସହିତ ଆଲୋଚନା କରିବା। କଣ କହିବ, ଏଇ ଯୋଉ ବର୍ତ୍ତମାନ ଯେହେତୁ ରଥ କାର୍ଯ୍ୟ ଜୋରଦାର ଭାବରେ ଚାଲିଛି, ଆପଣ ମାନେ ଦିନ ରାତି ଏକ କରିଦେଇଛନ୍ତି ମହାପ୍ରଭୁଙ୍କର ସେବାରେ ଏବଂ ରଥ କାର୍ଯ୍ୟ ନିର୍ମାଣ ଜାରି ରଖିଛନ୍ତି। ତ ବର୍ତ୍ତମାନ ସୁଦ୍ଧା କେତେ କାର୍ଯ୍ୟ ହେଲାନି, ରଥ କେମିତିଆ କଣ ମାନେ କେତେ ବାଟ କାମ ହେଲାନି, ଆଉ କଣ କଣ ସବୁ ବାକି ରହିଛି? ରଥ କାମ ବର୍ତ୍ତମାନ ଆପଣଙ୍କର 80% କାମ ସରିଗଲାଣି। ବାକି ଆଉ ରହିଛି ଆମର ଯେଉଁ ତୁଳି ମାରା ହେଲା ପରେ ଯେଉଁ ବତା ମାରା ହେଉଛି, ବତା ମାରା ସାରିଲା ପରେ ସିଂହାସନ କରିବା। ସିଂହାସନ କରିସାରିଲା ପରେ ଆପଣଙ୍କର ଯେଉଁ ଚାରିପାଖ ସବୁ ମୋତି ବାରିଣୀ ଲାଗିବ, ପିତଳା ଲାଗିବ, ଚୁନାଟ ଲାଗିବ, ଆଉ ସବୁ ତାର ସିଂହାସନଟା ଗଢ଼ି ସାରିଲା ପରେ ଭଦ୍ରାସନ ପଡ଼ିବ। ବହୁତ ଅଛି କାମ, ତଥାପି ଆଉ 20% କାମ ବାକି ରହିଛି। ସେଟା ଆମେ ଯେମିତି ହେଲେ ବି ଆପଣଙ୍କର ରଥ ଦିନକୁ ଆମେ ରଥ କରିକି ଦେବୁ। ଆମର ସେଟା ପରମ୍ପରା ରହିଛି। ଆମେ ଠାକୁରଙ୍କ କାମ କେବେ ଅବହେଳା କରୁନୁ, ସୁରୁଖୁରୁରେ ଚାଲିଛି। ଆଉ ଅସୁବିଧା କିଛି ନାହିଁ। ବର୍ତ୍ତମାନ ଆମର ଯେତିକି ଯାହା ପ୍ରଶାସକ ଜିନିଷ କାଠ ପଥର ଯାହା ଦେବା କଥା ଦେଇ ସାରିଛନ୍ତି। ଆମେ ଆଉ ବର୍ତ୍ତମାନ ଆମ ନିଜ କାମ ଆମେ ନିଜେ କେମିତିକା ସାରିବୁ, ଠାକୁରଙ୍କ ଇଚ୍ଛା। ଠାକୁର ଭଲରେ ଯାଆନ୍ତୁ, ଭଲରେ ଆସନ୍ତୁ, ଏଇଟା ହିଁ ଆମର ଆଶା। ଆମେ କେହି ନିମିତ୍ତ ମାତ୍ର, ଠାକୁର ଇଚ୍ଛା କଲେ ସବୁ କିଛି ହବ। ନିଶ୍ଚିତ ଭାବରେ ଠାକୁର ଯାହା ଇଚ୍ଛା କଲେ ସେଇଆ ହବ। ଆପଣ କେତେ ବର୍ଷ ଧରିକି ମାନେ ମହାପ୍ରଭୁଙ୍କ ରଥ ନିର୍ମାଣ କରୁଛନ୍ତି? ବାପା ଥିଲାବେଳେ ମୁଁ 20 ବର୍ଷ ଧରିକି ରଥ ତାଙ୍କ ସାଙ୍ଗରେ କାମ କରୁଥିଲି। ତାପରେ ବାପା ଦେହାନ୍ତ ଆଜିକି 14 ବର୍ଷ 15 ବର୍ଷ ହେଇଗଲେ ମୁଁ କାମ କରୁଛି। ବାପା ଥିବା ପୂର୍ବରୁ ଏଗା ହେଉଛି ଆମର ବାସ୍ତୁଶାସ୍ତ୍ର ଅନୁସାରେ ରଥଟା। ତେଣୁ ରଥଟା ଆପଣଙ୍କର ଯେକୌଣସି ଇଞ୍ଜିନିୟର କି ତାର ତା ଭେଦ ପାଇବେନି। ଏହା ସବୁ ଯିଏ ଗଢ଼ିଛି, ଯେମିତି ଜଗନ୍ନାଥଙ୍କ ଆଖିଟା ଗୋଲ, ଯେ ଏଇଠୁ ମାନେ ଗୋଟେ କୋଣରୁ ମାପିବା ଆଉ କୋଣକୁ ଯେତିକି ଲମ୍ବା, ସେ ଆମ ରଥର ଆଡ଼ ଦୀର୍ଘ ସେମିତିକା ସବୁ ସମାନ ହବ। ତେଣୁ ମୁଁ କହିବା କଥା, ବର୍ତ୍ତମାନ ସମୟରେ ଯୋଉଭଳି ଭାବରେ ଆପଣ ଯୋଉ ଆଜିକୁ 35 ବର୍ଷରୁ ଅଧିକା ସମୟ ଧରିକି ଆପଣ ଠାକୁରଙ୍କ ସେବା କରୁଛନ୍ତି, ରଥ ନିର୍ମାଣ କରୁଛନ୍ତି, ତ ବର୍ତ୍ତମାନ ଯେହେତୁ ଆଉ ଅଳ୍ପ ଦିନ ମାତ୍ର ବାକି ରହିଛି, କେତେ ଲୋକ ଏଥିରେ ଲାଗିଛନ୍ତି, କେତେ ଯୋଉ କାରିଗର କେତେ ଲାଗିଛନ୍ତି? ଆମର ବାରିଛିଆ 31 ଜଣ ଲାଗିଛନ୍ତି, ମହାରଣା 5 ଜଣ, ଦଉଡ଼ିବଳା, ମହାପାତ୍ର, ଏମିତିକା ଲାଗି ଆମେ କାମ ସବୁ ସମ୍ପୂର୍ଣ୍ଣ ସାରିବା। ଯେହେତୁ ଟିକେ ବର୍ଷା ହଉଛି, ଖରା ବର୍ଷା ଏମିତିକା ପାଗ ରହୁଛି, ଯେହେତୁ ବର୍ଷା କିଛି ଦିନ ଧରିକି ଲାଗି ରହିଥିଲା, ବର୍ଷା ପାଇଁ କିଛି ସମସ୍ୟା ସୃଷ୍ଟି ହେଇଛି ବୋଧେ? ଦେଖୁନ ଆଜ୍ଞା, ସବୁ ଖରା ବର୍ଷା ଶୀତ ସବୁ ଈଶ୍ୱରଙ୍କ ଦାନ। ତେଣୁ ସିଏ ଯାହା ହଉଛି ତାଙ୍କ ଇଚ୍ଛାରେ ହଉଛି। ତେଣୁ ସବୁ ସମସ୍ତଙ୍କର ରିମୋଟ କଣ୍ଟ୍ରୋଲ ତାଙ୍କ ପାଖରେ ଅଛି। ତେଣୁ ଆମେ କିଛି କରିପାରିବାନି। ତେଣୁ ସିଏ ଇଚ୍ଛା କଲେ ସବୁ କିଛି ହେଇପାରିବ। ତେଣୁ ସିଏ ବି ବର୍ତ୍ତମାନ ପାଗ ଭଲ କରିଦେଲେ ଆମେ କାମ ସୁରୁଖୁରୁରେ ଚାଲୁଛୁ। ହଁ, ନିଶ୍ଚିତ ଭାବରେ ଖୁବ ସୁନ୍ଦର କଥା ସେ କହୁଥିଲେ ଯେ ସବୁ ତାଙ୍କର ଇଚ୍ଛା, ଖରା ବର୍ଷା ଶୀତ ସବୁ ମହାପ୍ରଭୁଙ୍କ ଉପରେ ନିର୍ଭର କରେ ଏବଂ ଯେହେତୁ ଇଏ ହଉଛି ତାଙ୍କର ଯାତ୍ରା ବା ରଥଯାତ୍ରା, ନିଶ୍ଚିତ ଭାବରେ ଆଉ କିଛି ଦିନ ମଧ୍ୟରେ ସିଏ ଯୋଉ ସାମ୍ନାକୁ ଆସିବେ ବା ରଥ ଖଳା ଯେଭଳି ଭାବରେ ପ୍ରସ୍ତୁତ ହେଇସାରିଲାଣି, ଯୋଉ ବଡ଼ଦାଣ୍ଡ ବର୍ତ୍ତମାନ ସମୟରେ ଧୀରେ ଧୀରେ ଲୋକାରଣ୍ୟ ହବ ଏବଂ ଯୋଉ ରହିଛି, ଯୋଉ ସମୟ ରହିଛି, ଯୋଉ ରଥଯାତ୍ରା ଯେଭଳି ଭାବରେ ଅନୁଷ୍ଠିତ ହେବ ତା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି। କାହିଁକି ନା ଇଏ ହଉଛି ବର୍ଷର ଥରେ ଯୋଉ ମହାପ୍ରଭୁ ଆସନ୍ତି, ଯୋଉ ରତ୍ନ ସିଂହାସନରୁ ବା ବଡ଼ଦେଉଳରୁ ବାହାରି ଆସି ରଥାରୂଢ଼ ହେଇ ଯୋଉଭଳି ଭାବରେ ଅଗଣିତ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ସେ ନିଜେ ଚାଲି ଆସନ୍ତି ବଡ଼ଦାଣ୍ଡକୁ ଏବଂ କୋଟି କୋଟି ଭକ୍ତଙ୍କୁ ସେ ଦର୍ଶନ ଦିଅନ୍ତି। ତେଣୁ ନିଶ୍ଚିତ ଭାବରେ ଯେଭଳି ଭାବରେ ଆମକୁ ସୂଚନା ଦଉଥିଲେ ଯୋଉ ରଥ ମହାପାତ୍ର ଅଛନ୍ତି, ସେ ଆମକୁ ସୂଚନା ଦଉଥିଲେ ଯେ ବର୍ତ୍ତମାନ ସୁଦ୍ଧା 80% କାମ ସରିଗଲାନି, ଆଉ 20% ବାକି ରହିଛି। ତେଣୁ ନିଶ୍ଚିତ ଭାବରେ ଯୋଉ ମହାପ୍ରଭୁଙ୍କର ଇଚ୍ଛା ହେଲେ ନିଶ୍ଚିତ ଭାବରେ ତା ପୂର୍ବରୁ ଖୁବ ସୁରୁଖୁରୁରେ ରଥ କାର୍ଯ୍ୟ ସରିଯିବ। ଦେଖିପାରୁଥିବେ କିଭଳି ଭାବରେ ଯୋଉ କାରିଗର ମାନେ ତାଙ୍କର ଯୋଉ କିଭଳି ଭାବରେ କାମ ଜାରି ରଖିଛନ୍ତି, କିଭଳି ଭାବରେ ତାଙ୍କର ନିହାଣ ଏବଂ ହାତୁଡ଼ିରେ ତାଙ୍କର ଯୋଉ ମହାପ୍ରଭୁଙ୍କର କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି। ଆମେ ସେମାନଙ୍କ ସହିତ ମଧ୍ୟ ଆଲୋଚନା କରିବା ଯେଭଳି ଭାବରେ ଯେହେତୁ ରଥ ପାଖେଇ ଆସୁଛି, ଆପଣମାନଙ୍କର କାମ ସବୁ ଜାରି ରଖିଛନ୍ତି, କଣ କହିବେ? ଆଉ ମାତ୍ର ଦିନ କେଇଟା ପରେ ମହାପ୍ରଭୁ ଆସିବେ ଯୋଉ ବଡ଼ଦାଣ୍ଡ? ସରିଗଲାଣି।
ମୋ ନାଁ ହରେକୃଷ୍ଣ ରଣା, ମୋ ଘର ଏଇ ମନ୍ଦିର ପାଖରେ। ଆଉ ଆମର ତ କାମ ସରିଗଲାଣି, ଖାଲି କେବଳ ହଉଛି ଯେ ପର୍ଦା ପଡ଼ିବ, ଉପରେ ଢାଙ୍କା ଯିବ, ଆଉ ସବୁ କାମ କାଠ କାମ ତ ସରିଗଲାଣି। ହଁ, ଆଉ ଏବେ ଯୋଉ କାମ ଚାଲିଛି ଏଗୁଡ଼ିକ ହଉଛି ଯେ ଏଇଟା ଆମେ ଯୋଉ କରୁଛୁ, ଏଇଟା ହଉଛି ଯେ ଆପଣଙ୍କର ଏଇ ଯୋଉ କଣ ପତିତପାବନ ଠାକୁର ଆମର ଏଠି ଥାଆନ୍ତି ନା, ସେ ପତିତପାବନ ଠାକୁର ନଷ୍ଟ ହେଇଯାଇଛନ୍ତି, ସେଇଟା ଏଇଟା ବନା ଯାଉଛି। ଆପଣ କେତେ ବର୍ଷ ଧରିକି ରଥ କାର୍ଯ୍ୟ କରୁଛନ୍ତି? ମୁଁ 1969 ମସିହାରୁ ବିଭିନ୍ନ ପ୍ରକାରର ଭୂମିକାରେ କାମ କରି ଆସିଛି। 1969 କରୁଛନ୍ତି? ଆଜ୍ଞା ଆଜ୍ଞା। ନିଶ୍ଚିତ ଭାବରେ ଦେଖନ୍ତୁ 1969 ମସିହାରୁ ସିଏ ମହାପ୍ରଭୁଙ୍କର ସେବା କରୁଛନ୍ତି ବା ରଥ କାର୍ଯ୍ୟ କରୁଛନ୍ତି। ଆପଣ କଣ କହିବେ? ବର୍ତ୍ତମାନ ଦେଖନ୍ତୁ ଆପଣ ପୁରା କାମରେ ବ୍ୟସ୍ତ ଅଛନ୍ତି, ଯେହେତୁ ରଥ ପାଖେଇ ଆସିଲାନି, ଆପଣ ମାନେ ପୁରା ସମ୍ପୂର୍ଣ୍ଣ ଭାବରେ ଲାଗି ପଡୁଛନ୍ତି ମହାପ୍ରଭୁଙ୍କର କାର୍ଯ୍ୟରେ। ଆମେ ତ ବର୍ତ୍ତମାନ କାମ ସରିବା ଉପରେ, ସରିଗଲାଣି କହିଲେ ଚଳେ। ଆଉ ଅଳ୍ପ କାମ ବାକି ଅଛି, ସେତିକି ପାଇଁ ଆମେ ଖରା ବର୍ଷା ଉଠୁଣି କିଛି ନ ମାନିକି କାମ କରୁଛେ। ଆଉ ଆମ କାଠ ଦେଇତେ ଟିକେ ଡେରି ହେଲା, ସେଇଥିପାଇଁ କାମଟା ଟିକେ ଏତେ ଦିନ ଗଲା, ନହେଲେ ତ ଆଗରୁ ଆହୁରି ସରିଯାଇଥାନ୍ତା। ଦେଖନ୍ତୁ ଗୋଟିଏ ପଟେ ରଥ ମହାରଣା ଏବଂ ରଥ ମହାପାତ୍ର ମାନେ ରଥ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏବଂ ଖୁବ ଜୋରଦାର ରଥ କାର୍ଯ୍ୟ ବା ରଥ ନିର୍ମାଣ କାର୍ଯ୍ୟରେ ସମର୍ପିତ ହେଇଥିବା ବେଳେ, ଅନ୍ୟପଟେ ବର୍ତ୍ତମାନ ସମୟରେ ଯେହେତୁ ମହାପ୍ରଭୁ ମାନେ ଅଣସର ଘରେ ଅଛନ୍ତି, ଅଣସର ଘରେ କେମିତିକା ମହାପ୍ରଭୁ ମାନଙ୍କର ନୀତିକାନ୍ତି ଚାଲିଛି, କଣ ସବୁ ତାଙ୍କ ପାଖରେ ଭୋଗରାଗ ଲାଗୁଛି, କିଭଳି ଭାବରେ ମହାପ୍ରଭୁଙ୍କର ବର୍ତ୍ତମାନ ସେବା ଶୁଶ୍ରୂଷା ଚାଲିଛି, ସେ ନେଇ ଆମେ ଆଲୋଚନା କରିବା। ଆମ ସହିତ ଅଛନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ବା ଶ୍ରୀ ଶ୍ରୀ ହରି ବଳଦେବଜୀଉ ମହାପ୍ରଭୁଙ୍କର ପୂଜା ପଣ୍ଡା ଅଛନ୍ତି, ଆମେ ତାଙ୍କ ସହିତ ଆଲୋଚନା କରିବା। ଆଜ୍ଞା କଣ କହିବେ? ବର୍ତ୍ତମାନ ସମୟରେ ଯେହେତୁ ଠାକୁର ମାନେ ଅଛନ୍ତି ଅଣସର ଘରେ ଅଛନ୍ତି, ବର୍ତ୍ତମାନ ଅଣସର ଘରେ କିଭଳି ଭାବରେ ଠାକୁରଙ୍କର ରୀତିନୀତି ଚାଲିଛି, କଣ ସବୁ ତାଙ୍କର ସେବା ଶୁଶ୍ରୂଷା ଚାଲିଛି? ଜୟ ଜଗନ୍ନାଥ। ଏଇ ଅଣସର ଗୃହରେ ଆମର ଗତ 29 ତାରିଖ ଦେବସ୍ନାନ ପୂର୍ଣ୍ଣିମା, ସେଇ ସ୍ନାନ ପୂର୍ଣ୍ଣିମା ଠାରୁ 15 ଦିନ ସେ ଅଣସର ଗୃହରେ ରୁହନ୍ତି। ସେ ଅଣସର ଗୃହରେ ରହିଲା ପରେ ଆମର ମୁଖ୍ୟ ଦ୍ୱାର ସବୁ ବନ୍ଦ ହେଇଥାଏ। ଆମର ସେ ଭୋଗ ମଣ୍ଡପର ମୁଖ୍ୟ ଦ୍ୱାର ସାମ୍ନାରେ ପଟିଦିଅ ପୂଜା ହୁଅନ୍ତି, ପଟିଦିଅ ପୂଜା ପାଆନ୍ତି। ସେ ପଟିଦିଅ ପାଖରେ ଅନ୍ନ ଧୂପ ଦୀପ ଲାଗେ, କିନ୍ତୁ ଠାକୁରଙ୍କ ପାଖରେ କୌଣସି କିଛି ନାହିଁ। ଠାକୁରଙ୍କ ପାଖରେ ଗୁପ୍ତ ନୀତି ହୁଏ, ସକାଳୁ ତାଙ୍କର ଦାନ୍ତୁଣି ହୁଏ। ଦାନ୍ତୁଣି ହେଇସାରିଲା ପରେ ତାଙ୍କୁ ଟିକେ ଦାନ୍ତୁଣି ହେଇସାରିଲା ପରେ ଅଳ୍ପ ଟିକେ ଦହି ଟିକେ ଖାଆନ୍ତି। ମଧ୍ୟାହ୍ନରେ ତାଙ୍କର ଗଜା, ଏବେ ମୁଗ ଭଙ୍ଗା ବତରା ହେଇଥିବ, ପାଳୁଅ ଏବଂ କାଠିମର ମୁଗ, ଏଇଆ ସବୁ ଖାଆନ୍ତି। ସନ୍ଧ୍ୟାବେଳେ କେବଳ ପଣା ଲାଗେ, ଏଥିରେ କୌଣସି ପ୍ରକାର ପୂଜା ଅର୍ଚ୍ଚନା ଧୂପ ଦୀପ ହୁଏ ନାହିଁ। ରାତିରେ ଗଜା ମୁଗ, ଗଜା ସୋଲା, ପାଳୁଅ, କାଠିମର ମୁଗ, ଦହି ଏଇସବୁ ଭୋଗ ଲାଗେ। ଏଇସବୁ ଭୋଗ ଲାଗେ। ଭୋଗ ଲାଗି ସାରିଲା ପରେ ସେଇ ଆମର ଭୋଗ ମଣ୍ଡପରେ ବା ସେଇ ମଣ୍ଡପରେ ସେ ରାତ୍ରି ଯାପନ କରନ୍ତି। ଏଇ 29 ତାରିଖ ରାତି ପାଖରୁ 13 ତାରିଖ ସନ୍ଧ୍ୟା ଯାଏ, ଆଉ ଏ 15 ଦିନ ସେଇଠି ଯାପନ କରନ୍ତି। ଆମର ଏଇଭଳିଆ ଯେମିତି ମଣିଷ ଯାହା ଠାକୁର ସେହା। ଠାକୁର ବର୍ତ୍ତମାନ ଏଇ ଠାକୁରଙ୍କ ଦାରୁ ଉପରେ ଆସି ମାନବ ଲୀଳା କରୁଛନ୍ତି, ତାଙ୍କୁ ମଧ୍ୟ ସେଇଭଳିଆ ସବୁ ପ୍ରକାର ବ୍ୟବହାର କରାଯାଏ। ହଁ, ନିଶ୍ଚିତ ଭାବରେ ଦେଖନ୍ତୁ ଆମେ ଆଲୋଚନା କରୁଥିଲେ, ଆମ ସହିତ ଥିଲେ ଯୋଉ ଜଗନ୍ନାଥଙ୍କର ମୁଖ୍ୟ ପୂଜା ପଣ୍ଡା ଆମକୁ ସୂଚନା ଦଉଥିଲେ କିଭଳି ଭାବରେ ଯୋଉ ଠାକୁର ମାନଙ୍କର କିଭଳି ଭାବରେ ଚାଲିଛି ନୀତିକାନ୍ତି। ବର୍ତ୍ତମାନ ସମୟରେ ଯେହେତୁ ଅଣସର ଗୃହରେ କିଭଳି ଭାବରେ ତାଙ୍କର ସେବା ଶୁଶ୍ରୂଷା ଚାଲିଛି, କିଭଳି ଭାବରେ ଭୋଗରାଗ ଲାଗୁଛି, ସେ ନେଇ ମଧ୍ୟ ଆମକୁ ସୂଚନା ଦଉଥିଲେ। ତେବେ ରଥଯାତ୍ରାକୁ ମାତ୍ର ଆଉ ଦିନ କେଇଟାର ଅପେକ୍ଷା, ତେଣୁ ବର୍ତ୍ତମାନ ସମୟରେ ଅପେକ୍ଷା କେତେବେଳେ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ରଥାରୂଢ ହେବେ ଏବଂ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରୁ ଦୋଳ ଗୋବିନ୍ଦ ବାରିକ, କନକ ନ୍ୟୁଜ୍।